ଥରେ ଜଣେ ସେठ ତାଙ୍କ ନୌକରକୁ ଦେଲେ 100 ଟଙ୍କା, କହିଲେ ୟାକୁ ଜଗନ୍ନାଥଙ୍କ ହୁଣ୍ଡିରେ ପକାଇ ଦେବାକୁ। ତାଙ୍କ ନୌକରଟି ଯାଉ ଯାଉ ବାଟରେ କିଛି ସନ୍ଥଙ୍କୁ ଦେଖିଲେ, ଆଉ ସେଠି ତାଙ୍କ ପାଇଁ ସେମାନେ ଖାଇନଥିଲେ, ତେଣୁ ତାଙ୍କ ପାଇଁ ସେ 98 ଟଙ୍କା ଖର୍ଚ୍ଚ କଲେ ଖାଇବାରେ। ତାପରେ ଆଉ ନେଇକିନା 2 ଟଙ୍କା ହୁଣ୍ଡିରେ ପକାଇଦେଲେ। ରାତିରେ ସ୍ୱପ୍ନ ହେଲା ସେଠକୁ, ଜଗନ୍ନାଥ ସ୍ୱପ୍ନ କରି କହିଲେ ଯେ ମୁଁ କେବଳ 98 ଟଙ୍କାର ପାଇଛି, ଆଉ 2 ଟଙ୍କା ପାଇନି। ସେ ବିଚଳିତ ହୋଇପଡ଼ିଲେ, ମୋର ଏତେ ମାନେ ବିଶ୍ୱାସୀ ନୌକରଟା 2 ଟଙ୍କା କଲା କ'ଣ? ଯେତେବେଳେ ନୌକର ଫେରି ଆସିଲା ତାକୁ ପଚାରିଲେ କ'ଣ ହେଲା, ପଇସା କ'ଣ କଲୁ? ନା ମୁଁ 2 ଟଙ୍କା ପକାଇଛି ଆଉ 98 ଟଙ୍କା ସନ୍ଥଙ୍କୁ ଦେଇଛି। ଆଉ ନା ତମେ କେମିତି ଜାଣିଲ ଏଇ କଥା? ନୌକର ପଚାରିଲା ସେଠକୁ। ନା ମୋତେ ଜଗନ୍ନାଥଜୀ ଆଉ ସ୍ୱପ୍ନରେ ମୋତେ କହିଲେ। ନା ଦେଖିଲେ କି ଯେଉଁ 98 ଟଙ୍କା ସେ ସନ୍ଥକୁ ଦେଲେ, ମାନେ ଭଗବାନ କେବଳ ଲୋକମାନଙ୍କର ସେବା ପାଇଁ ଯାହା ଖର୍ଚ୍ଚ ହୁଏ ତାକୁ ହିଁ ଗ୍ରହଣ କରନ୍ତି। ଆମେ ଲୋକ ଦେଖାଣିଆ ବହୁତ ପ୍ରକାର ଖର୍ଚ୍ଚ କରୁ, ସେସବୁ କିଛି ଲାଗେନି। ଯଦି ଆମେ ଗରିବ ଗୁରୁବାଙ୍କୁ ସେବା କରିବା, ତାଙ୍କ ମନ ଜାଣି ତାଙ୍କ କଥା ବୁଝିବା, ତାହେଲେ ଭଗବାନ ବି ସନ୍ତୁଷ୍ଟ ହେବେ। ତେଣୁ ଭଗବାନ ଗରିବମାନଙ୍କର ହୃଦୟରେ ହିଁ ଥାଆନ୍ତି, ଏଇ ଯେଉଁ ସାଜ ସଦା ଆଉ ଦେଖା ଏଇସବୁ ଜିନିଷରେ ନଥାନ୍ତି। ତେଣୁ ସେମାନଙ୍କ ସେବା କରନ୍ତୁ, ଭଗବାନଙ୍କର ଆଶୀର୍ବାଦ ଲଭନ୍ତୁ, ସବୁବେଳେ ଖୁସିରେ ରୁହନ୍ତୁ। ରହୁଛି, ଜୟ ଜଗନ୍ନାଥ।